ଏମାଇଲ୍ ଓଡ଼ିଆର ଗଳ୍ପ ହେଉଛି କ'ଣ ନା ପତାକା ଉତ୍ତୋଳନ। ଏହି ପତାକା ଉତ୍ତୋଳନର କିଛି MCQ ପ୍ରଶ୍ନ ଦେଖିବା। ସମସ୍ତଙ୍କୁ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବା ପାଇଁ ମୁଁ ରିକ୍ୱେଷ୍ଟ କରିବି। ଚାଲନ୍ତୁ ପ୍ରଥମ ପ୍ରଶ୍ନ ଏଇଠି, କେଉଁ ଧ୍ୱନି ସୋମନାଥ ବାବୁ ସହ୍ୟ କରିପାରି ନଥିଲେ? କେଉଁ ଧ୍ୱନି ସହ୍ୟ କରିପାରି ନଥିଲେ? କ'ଣ ହେବ ନା ଅପସନ୍ ଗୁଡ଼ିକ ଦେଖ, ଆନ୍ସର କର। ନା ଉତ୍ତର ହେଉଛି ଯେଉଁ ଜୟ ସ୍ୱାଧୀନ ଭାରତ କି ଜୟ, ମାନେ ଇଂରେଜ ମାନଙ୍କର ଗୋଠି ଖଟୁଥିଲେ, ଇଂରେଜ ମାନଙ୍କ ହେଲ୍ପ କରିକିରି ବା ଇଂରେଜ ମାନଙ୍କ ଅଣ୍ଡରରେ ଚାକିରି କରିଥିଲେ। ତେଣୁ ଜୟ ସ୍ୱାଧୀନ ଭାରତ କି ଜୟ ଏଇ କଥାଟି ସେ ସହି କରିପାରୁନଥିଲେ। କିଏ ପୁତ୍ର ହନ୍ତା ସାଜିଥିଲେ? ମାନେ ପୁତ୍ର ହନ୍ତା ମାନେ ପୁତ୍ର କ'ଣ ପୁତ୍ର ଯେଉଁ ମୃତ୍ୟୁବରଣ କଲା ତା ପାଇଁ ଦାୟୀ ହେଲେ। କିଏ ସାଜିଥିଲେ? କ'ଣ ହେବ ନା ସୋମନାଥ ବାବୁ ପୁତ୍ର ହନ୍ତା ସାଜିଥିଲେ। ନେକ୍ସଟ ପ୍ରଶ୍ନ, ଏ ଲାଠି ମାଡ଼ ଅନ୍ୟାୟ କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ। ଏ ଉକ୍ତିଟି କାହାର? ଏ ପ୍ରଶ୍ନଟି ବାରମ୍ବାର ଆସିଛି ପିଲାମାନେ। ଏ ଉକ୍ତିଟି କିଏ କହିଥିଲେ? ଏ ଲାଠି ମାଡ଼ ଅନ୍ୟାୟ କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ। ଇଏ କହିଥିଲେ କିଏ? ନା ଅରୁଣ କହିଥିଲେ, ନାଇଁ କି? ନେକ୍ସଟ ପ୍ରଶ୍ନ, ଫ୍ଲାଗଷ୍ଟାଫ୍ ଭାଙ୍ଗି ବିପ୍ଳବୀ ମାନେ କ'ଣ ଚିରି ଦେଇଥିଲେ? ଫ୍ଲାଗଷ୍ଟାଫ୍ ଭାଙ୍ଗିକିରି ବିପ୍ଳବୀ ମାନେ କ'ଣ ଚିରି ଦେଲେ? ନା ବିପ୍ଳବୀ ମାନେ ଭାରତୀୟ ବିପ୍ଳବୀ ମାନେ କ'ଣ ଚିରି ଦେଲେ? ନା ଗୋଟେ ପତାକା ଚିରିଦେଲେ। କୋଉ ପତାକା ଚିରି ଦେଲେ? ନା ୟୁନିୟନ ଜ୍ୟାକ୍ ପତାକା ଚିରି ଦେଲେ। ୟୁନିୟନ ଜ୍ୟାକ୍ କାହାର ପତାକା? ନା ଇଂଲଣ୍ଡର ପତାକା। ବିଧବା କିଏ ହୋଇଥିଲେ? ଏକ ଅରୁଣ, ଅରୁଣର ସ୍ତ୍ରୀ, ହେମମାଳା ନା ପାର୍ବତୀ? ବିଧବା କିଏ ହେଇଥିଲେ? ତ ଉତ୍ତର ହେଉଛି ଅରୁଣର ସ୍ତ୍ରୀ ବିଧବା ହୋଇଥିଲେ, କାହିଁକିନା ଅରୁଣ ମୃତ୍ୟୁବରଣ କରିଥିଲା। କିଏ ସତର୍କ ପ୍ରହରୀ ପରି ସାରା ରାତି ଚେଇଁ ବସିଥିଲେ ୟୁନିୟନ ଜ୍ୟାକ୍ ପତାକା ପାଖରେ? ସତର୍କ ପ୍ରହରୀ ସାରା ରାତି ୟୁନିୟନ ଜ୍ୟାକ୍ ପତାକା ପାଖରେ ବସିଥିଲେ। କିଏ ସୁରକ୍ଷା ଦେଇକି ବସିଥିବେ? କିଏ? ନା ସେଇ ସୋମନାଥ ବାବୁ, ଯିଏକି ଇଂରେଜ ମାନଙ୍କ ଅଧୀନରେ ଚାକିରି କରୁଥିଲେ। ନାଇଁ, ସୋମନାଥ ବାବୁ ଅରୁଣକୁ କେଉଁଥିରେ ପ୍ରହାର କରି ଶାସନ କରିବାକୁ ଚେଷ୍ଟା କରିଥିଲେ? କେଉଁଥିରେ ପ୍ରହାର କରି? ଆରେ ବନ୍ଧୁକରେ ତ ପ୍ରହାର ହେଇପାରିବନି, କୋଉଥିରେ? ନା ଉତ୍ତର ହେଉଛି ଚାବୁକରେ ପ୍ରହାର କରି। ଚାବୁକରେ ପ୍ରହାର କରି ସେ ଚେଷ୍ଟା କରିଥିଲେ ଯେମିତିକି ଶାସନ କରିବା ପାଇଁ। ରାତି ସାରା କେଉଁଥିରେ ମାତି ବିଜୟ ଘରକୁ ଫେରିଥିଲା? ରାତି ସାରା କେଉଁଥିରେ ମାତି? ଦୋଳ ଉତ୍ସବ, ରଜ ଉତ୍ସବ, ବାର୍ଷିକ ଉତ୍ସବ, ସ୍ୱାଧୀନତା ଉତ୍ସବ। ଜାଣିଛ ସ୍ୱାଧୀନତା ଉତ୍ସବ ନାଇଁ କି 14 ଅଗଷ୍ଟ କଥା ଆଲୋଚନା ହୁଏ ଏଇଠି, 1947 କଥା। ତ ସ୍ୱାଧୀନତା ଉତ୍ସବରେ ସେମାନେ ମାତିକିରି ବିଜୟ ଘରକୁ ଫେରିଥିଲା। ବିଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି? କାହାକୁ ଗୋଲାମ କହିବ? ନିଜର କାହାକୁ? ନିଜର ଜେଜେଙ୍କୁ। ନିଜର ଜେଜେଙ୍କୁ ଗୋଲାମୀ ବୋଲି କହିଛି। ଗୋଲାମ, ତମେ ଗୋଲାମ। ସତରେ ସେ ଗୋଲାମ। ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ? କାହାକୁ? ତାଙ୍କର ନାତିକୁ ଆଶୀର୍ବାଦ କରିଥିଲେ। ନାତି କିଏ? ନା ବିଜୁ, ପୁଅର ପୁଅ, ନାଇଁ କି? ଅରୁଣର ପୁଅ କିଏ? ବିଜୁ। ଆଚ୍ଛା, ପତାକା ଉତ୍ତୋଳନ ଗଳ୍ପଟି କେଉଁ ଦିବସର କଥା କହିଛି? ଏବେ କହିଥିଲି ମୁଁ ତମକୁ। ପତାକା ଉତ୍ତୋଳନ କେଉଁ ଦିବସ? ନାଇଁ କି? ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇକି ସ୍ୱାଧୀନତା ମାନେ କ'ଣ ବିଜୟର, ସ୍ୱାଧୀନତା ବିଜୟର। ଏଇଟା ହେଉଛି 14 ଅଗଷ୍ଟ 1947। 14 ଅଗଷ୍ଟ 1947ରେ କ'ଣ ମାନେ ସେ ଯେଉଁ ସ୍ୱାଧୀନତା ପାଇଲା, କିନ୍ତୁ 15 ଅଗଷ୍ଟ ଆମର କ'ଣ 15 ଅଗଷ୍ଟ ଆମର ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ। ରାୟ ବାହାଦୁର ଚାବି ପେନ୍ଥାଟି କେଉଁଠାରୁ କାଢ଼ି ଡ୍ରୟାର ଫିଟାଇଲେ? ନାଇଁ କି? କେଉଁଠାରୁ କାଢ଼ିଲେ? ଆରେ ଚାବି ପେନ୍ଥାଟା କୋଉଠି ରଖାଯାଏ? କୋଉଠି? ସବୁବେଳେ ଜାଣିଛ ତକିଆ ତଳୁ। ତେଣୁ ତକିଆ ତଳେ ମୁଣ୍ଡ ତଳେ ରଖନ୍ତି। ତେଣୁ ତକିଆ ତଳୁ ରାୟ ବାହାଦୁର ଚାବି ପେନ୍ଥାଟି କାଢ଼ି ଡ୍ରୟାର ଫିଟାଇଲେ। ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନି ରାୟ ବାହାଦୁରଙ୍କୁ କିପରି ବିଦ୍ଧ କରୁଥିଲା? କିପରି ବିଦ୍ଧ କରୁଥିଲା? କିପରି? ନା ସୁତୀକ୍ଷ୍ଣ ସଳକା ପରି। ସୁତୀକ୍ଷ୍ଣ ସଳକା ପରି ବିଦ୍ଧ କରୁଥିଲା। ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରେଇ ଦେଉଥିଲା? ବାହାରର କେଉଁ କଥା? ବାହାରର କୋଳାହଳ, ବାହାରର ଯେଉଁ କୋଳାହଳ ସେଇଟା କ'ଣ ନା ଥରେଇ ଦେଉଥିଲା। ମନୁଷ୍ୟର ଜନ୍ମଗତ ଦାବି ବୋଲି କାହାକୁ କୁହାଯାଇଛି? ମନୁଷ୍ୟର ଜନ୍ମଗତ ଦାବି ହେଉଛି କ'ଣ? ନା ସ୍ୱାଧୀନତା। ସ୍ୱାଧୀନତା ମଣିଷର ଜନ୍ମଗତ ଦାବି। ରାୟ ବାହାଦୁର ଅରୁଣକୁ କେଉଁଥିରେ ଆଘାତ କରିଥିଲେ?
राय बहादुर अरुण को केउथिरे आघात करथिले नहीं कि एटा हमें पढ़िथिले कोठे लाठी नुह से आघात करथिले कोथिरे चाबुक रे आघात करथिले। राय बहादुर को पुत्र बधुर नाम कौन पुअर बहु राय बहादुर को पुओ होछि के माने अरुणा नहीं कि अरुण आ तांको पुत्र बधु के ना पुत्र बधु होछि अपर्णा के अपर्णा होचन तांको पुत्र बधु। नेक्स्ट प्रश्न सोमनाथ बाबू को स्त्री का नाम कौन सोमनाथ बाबू को स्त्री का ना जी की 25 वर्ष कौन सी कांद कांदी नथिले देख के ना हेममाला कौन हेममाला हेउचंती सोमनाथ बाबू को स्त्री को नाम किए कमल नयनर नीलोत्पल देवी आराधना करथिले कमल नयनर नीलोत्पल देवी आराधना करथिले से होचंती प्रभु श्रीरामचंद्र किए प्रभु श्रीरामचंद्र। जनता फ्लागस्टाफ भांगी कौन चिरी देथिले जनता फ्लागस्टाफ भांगी कौन चिरी देथिले ना से चिरी देथिले यूनियन जैक कौन यूनियन जैक चिरी देथिले। ओके नेक्स्ट प्रश्न घर भितर कहार शब्द शुणी राय बहादुर हठात चमकी पड़े घर भितर कहार शब्द शुणी से शब्दटा कौन कि से शब्दटा विजयर ध्वनि कौन ना विजयर ध्वनि होची शंख ध्वनि शुणी राय बहादुर हठात चमकी उठिथिले। हेममाली केते वर्ष धरी एमिति कांद कांदी नथिले बोली कुआ जायछि केते वर्ष धरी कि एमिति कांद कांदी नथिले हेममाली मु तो एबे कहिथिली कौन ना 25 वर्ष धरी एमितिया कांद कांदी नथिले। पटुआर अग्रणी किए पटुआर अग्रणी नहीं अरुण परे परे किए तांको पुत्र किए थिला किए थिला विजय थिला पटुआर अग्रणी होचंती विजय। केउटी राय बहादुर एकांत निजस्व थिला बोली कहै एकांत निजस्व से ही खोलुथिले से ही बंद करुथिले कि ना ड्रयर चेस्ट ए ड्रयर चेस्टा एकांत निजस्व थिला। राय बहादुर ड्रयर भितर कहार फोटोग्राफ काढिथिले ड्रयर भितर कहार फोटोग्राफ ना ड्रयर भितर राय बहादुर कौन ना अरुणर फोटोग्राफ काढिथिले कना अरुण जो मरी जाइछि से फोटोग्राफ ताको काढिके देखिले। कहा ऊपर गोटे हलदिया आस्तरण माड़ी जाइथिला बोली कहै हलदिया आस्तरण कहा ऊपर माड़ी जाइथिला नहीं कहा ऊपर ता उत्तर होछि कौन ना सनंद पत्र से जो ब्रिटिश देइथिले इंग्रेज मानक ठारू पाइथिले से सनंद पत्र ता ऊपर हलदिया आस्तरण माड़ी जाइथिला कना बहुत दिन हेला नहीं राय बहादुर पढ़ुथबा सनंदटी तांको केउ साल रे प्रदत्त होइथिला राय बहादुर जो सनंदटी पाइले केउ साल रे प्रदत्त होइथिला कहले देखि ना 1923 मसिया रे 1923 साल रे प्रदत्त होइथिला। केउ विप्लव परे भारतर जातीय आंदोलन एक नूतन स्पंदन देखा देइथिला नूतन स्पंदन जातीय आंदोलन रे भारतर जातीय आंदोलन रे एक नूतन स्पंदन देखाइथिला को विप्लव परे ना चौरी चौरा विप्लव परे। पताका उत्तोलन गल्पर गाल्पिक किए पताका उत्तोलन गल्पर गाल्पिक किए ना पताका उत्तोलन गल्पर गाल्पिक होचंती सुरेंद्र महांती किए सुरेंद्र महांती। श्री सोमनाथ महापात्रंकर उपाधि कौन थिला कहले देखी उपाधि कौन थिला सोमनाथ महापात्रंकर उपाधि कौन थिला तांको उपाधि होची राय बहादुर उपाधि नहीं कि राय बहादुर। अच्छा नेक्स्ट प्रश्न राय बहादुर को निद्रा काहेकि भग्न हला कहले देखी राय बहादुर को निद्रा काहेकि भग्न हला रोग थिबारु नाइ तो सेमती हमें पढ़िने दुस्वप्न देखी शंख हाँ शंख हुलहुली बाजिला माने जो शंख हुलहुली कौन पे बाजिला ना कौन स्वाधीनता रे जीतिला भारत नहीं तो स्वाधीनता रे जीतिले निहाती शंख घंट हुलहुली तोप प्रभृतिर मिलित ध्वनि आ तांको निद हबो कि रे तांको निद हबोनी पिला एठी आमे आलोचना कले बहुत गुडे प्रश्न समस्त शेयर करिवो सांग मानको आनी जोड़िबे रहिली बंदी उत्कल जननी।